କଣ ଆପଣ ଜାଣିଛନ୍ତି କି ବିଷମ କଟକରେ ଓଡ଼ିଶାର ପ୍ରାଚୀନ ମା ମାର୍କମ ମନ୍ଦିର ଅଛି। ଏ ମନ୍ଦିର କେବଳ ପୂଜାସ୍ଥଳ ନାହିଁ, ଏ ଓଡ଼ିଶାର ସଂସ୍କୃତି, ଶ୍ରଦ୍ଧା ଓ ବିଶ୍ୱାସର ଏକ ପ୍ରତିବିମ୍ବ। ପୁରାତନ ଦିନରେ ଏ ଅଞ୍ଚଳରେ ଏକ ସମସ୍ୟା ଆସିଥିଲା, କିନ୍ତୁ ଲୋକମାନଙ୍କ ଭକ୍ତି ଓ ମା ମାର୍କମାର ଆଶୀର୍ବାଦରେ ଶାନ୍ତି ଓ ସମୃଦ୍ଧି ମିଳିଲା। ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ହଜାର ହଜାର ଲୋକ ମା ଛତ୍ରଧାରୀ ଭଜନ ଧୁନ ଓ ନୃତ୍ୟ ସହିତ ମେଳାକୁ ଜଗମଗ କରନ୍ତି। ଏହି ମେଳା ଶ୍ରଦ୍ଧା ଓ ମା ମାର୍କମା ହେଉଛନ୍ତି ଏ ଅଞ୍ଚଳର ଅଞ୍ଚଳ ଦେବୀ। ଗଙ୍ଗବଂଶ ଅମଳରୁ ପୂଜା ପାଇ ଆସୁଥିବା ମା ମାର୍କମା ଅଷ୍ଟମ ନବମ ଶତାବ୍ଦୀର ଦେବୀ। ବହୁ ରାଜା ରାଜୁଡ଼ା ଶାସନରୁ ପୂଜା ପାଇ ଆସୁଛନ୍ତି। ନରେନ୍ଦ୍ର ଥାଟରାଜଙ୍କର ଇଷ୍ଟ ଦେବୀ ଥିଲେ ମା ମାର୍କମା। ଏ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ମାର୍କମା। ଆଉ କିମ୍ବଦନ୍ତୀ କହେ ମା ମାର୍କମା ବହୁ ରାଜା ରାଜୁଡ଼ା ଶାସନରୁ ପୂଜା ପାଇ ଆସୁଥିବା ଦେବୀ। ବହୁତ ରାଜା ଗଲେଣି। ଆଗରୁ ଛୋଟ ମନ୍ଦିର ଥିଲା, ମା ମାର୍କମା ଛୋଟ ମନ୍ଦିରରେ ଥିଲେ। ଏବେ କିନ୍ତୁ 2000 ମସିହାଠୁ ମା ମାର୍କମାଙ୍କ ମନ୍ଦିର ବନ୍ଧା ହେଇକରି ପୂଜା ଅର୍ଚ୍ଚନା ପାଇକି ଆସୁଛନ୍ତି। ପରମ୍ପରାକୁ ଜୀବନ୍ତ ରଖେ। ଯଦି ଆପଣ ବିଷମ କଟକ ଆସୁଛନ୍ତି, ଏ ମନ୍ଦିରକୁ ଦେଖିବାକୁ ଭୁଲିବେ ନାହିଁ। ଏ ସ୍ଥଳ ଦେଖିଲେ ଭକ୍ତିର ଆନନ୍ଦ ଓ ପରମ୍ପରାର ସୌନ୍ଦର୍ଯ୍ୟ ଅନୁଭବ କରିବେ।